କ'ଣ ହେଇଛି ମାନେ ତା ଝିଅ ମୋ ଝିଅ ଯାଇକି ସେଠି ରହୁଥିଲା। ରହିବା ଭିତରେ ସିଏ ନେଇକି ତା ବାପ କତିରେ ଶୋଇଛି। ତା ମାଇଣ୍ଡ ୱାଶ୍ କରିଛି। କରିକି କ'ଣ କରିଛି କି ଔଷଧ କରିଛି କ'ଣ କରିଛି କରିକି ନେଇକି ଶୋଇକି ଆଜି ଝିଅର ଏ ଅବସ୍ଥା। ହଁ, ମୋର ସେଇଟା ନ୍ୟାୟ ଦରକାର। ହଁ ହଁ, ଦେବେନ୍ଦ୍ର ନାୟକ। ହଁ, ବୁଲୁ। ହଁ, ସିଏ ନେଇ ତାକୁ ଏରକମ କରି ଛୋଟ ଛୁଆଟା, ମୁଁ ବି ଜାଣିନଥିଲି। ମୁଁ ତ କାମ ପଳାଏ। ଆସିଲା ଭିତରେ ତା ଭିତରେ ଏତେ କଥା ହେଇଛି ବୋଲି ମୁଁ ଜାଣିନି। କାଲି ଧରା ପଡ଼ିଲା। ମାନେ ଯେତେବେଳେ ଡାକ୍ତର ଚେକ୍ କରିଲା ବେଳକୁ ଇଏ କଥା ବାହାରିଲା। ତାପରେ ଝିଅକୁ ପଚାରିଲା ବେଳକୁ ଝିଅ ତା ନାଁ କହିଲା। କହିବା ଭିତରେ ମୁଁ ସେଇଟାକୁ ଚେଷ୍ଟା କରି ଥାନାରେ କେସ୍ କରିନି। ମାନେ ସେ ତାର କ'ଣ କହିଲା, ମୋ ପେଟ ଦରଜ କରୁଛି, ଇଏ କରୁଛି, ସେ କରୁଛି। ମୁଁ କହିଲି କିଛି ହେଇଥିବ ବୋଧେ, ଗ୍ୟାସ୍ ଫ୍ୟାସ୍ ହେଇଛି କ'ଣ କରିଛି, ନେଇଯା ଡାକ୍ତର ଦେଖେଇକି ଔଷଧଟା ଆଣିକି ଖାଇବେ। ହଁ, ତାପରେ ମୋ ପୁଅକୁ ମୁଁ ପଠେଇନି। ଡାକ୍ତର କତିକି ଗଲା ବେଳକୁ ଡାକ୍ତର ଚେକ୍ କରିସାରିଲା ବେଳକୁ ରିପୋର୍ଟଟା ବାହାର କଲା ଏଇଆ। ହଁ, ରିପୋର୍ଟଟା ବାହାରିଲା, ଦେଖିଲା ବେଳକୁ ଝିଅର ପ୍ରେଗନେଣ୍ଟ।